ସୁଲାବାୟାସି ମୁଇ ଗାଜରା କସି ଷୋଳ ଜମା ଚାଲିଛି। ଲକ୍ଷ ଟଙ୍କା ଝୁମୁକା ତ ଝୁମୁକା ଲକ୍ଷେ ତୁ କେତେ? ମୁଇ ତ ଲାଲ ପାଣ ପିବି ମୁଇ ତ ଲାଲ ପାଣ ପିବି କିଏ ହେବ ମୋ ଚିଡ଼ିଆ ଟିକା ସିଏ ଗୋଟେ ଛୁଆ ଉଠିକି ଗୀତଟେ ବୋଲିଲା। ସିଏ ଗୋଟେ ଛୁଆଟେ ଉଠିକି ଗୀତ ବୋଲୁଥିଲା। ତୁମେ ପ୍ରତାପ ବାବୁ କାହିଁ ଉଠିଲ? ତୁମେ ବୁଝିପାରୁନ କଣ ବୁଝିବି? ସିଏ କହୁଛି ଲକ୍ଷେ ଟଙ୍କା ମୋର ଝୁମୁକା। ତାର ଯଦି ଲକ୍ଷେ ଟଙ୍କା ଝୁମୁକା ହେଲା, ଆଚ୍ଛା ତା ଟୋଟାଲ ବଡିଟା କେତେ? ମାନେ ତାର ଟୋଟାଲ ବଡିକୁ ନେଇ ତମେ କଣ କରିବ? ମୁଁ ଯାହା କରିବି ସେଥିରେ ଟୋଟାଲ ମାନେ ବଡିଟା ହଁ କେତେ? ଆଚ୍ଛା ମୁଁ କହିବି ଟୋଟାଲ ବଡିଟା କେତେ। ଆଚ୍ଛା ବାପା ଇଏ ଟୋପି ଦେଖିଲ, ଏ ଟୋପି କୋଉଠୁ ହେଇଛି? ଟୋପି ଏରସମା। ଏରସମା କାଇଁ କଣ ଆ ଭିତରେ ଟୋପି ନାହିଁ? ଏରସମାରୁ କୋଉ ଟୋପି ହେଲା? ସିଏ ମହାବାତ୍ୟା ବେଳେ ଆଇଛି। ମହାବାତ୍ୟା ବେଳେ ବିକ୍ରି ହଉଥିଲା। ଯୋଉ ବଙ୍ଗାଳୀ ଭାସିକିରି ଆସି ନାଗିଲେ ନା ଏରସମାରେ, ଏରସମା ଲାଗିଲେ। ଆଚ୍ଛା ସମେତ ସବୁ ଧନ ସମ୍ପତ୍ତି ଯାହା ଥିଲା ଆଣିଲେ, ତମେ ଟୋପିଟା ଆଣିଲ। ଏ ରସିମ ବାବା ଏ ଟୋପି ରଖ। ଆଚ୍ଛା ବାପା ଇଏ ଚଷମା ସେଇ ଏରସମାରୁ। ଏରସମାରୁ ନା ମଣିଜଙ୍ଗାରୁ? ଆଚ୍ଛା ଦେଖିଲ ଇଏ ଚ୍ୟାନେଲ ଲାଗିଛି ସାରା ଓଡିଶା ଦେଖୁଛି। ତୁମେ ପାଲା ଇଏ ଚଷମାରେ କାଚ ନାହିଁ। ସେଟା ତଚମା ତଚମା ଚଷମା। ଏ ବାପା ଏ ଯେତେ ପଦାର୍ଥ ଆଣିଛୁ ସବୁ ସେ ଏରସମା ଅଞ୍ଚଳରୁ ଆଣିଲୁ। ଆଚ୍ଛା ଇଏ କାଚ ଗଲା କୁଆଡେ? ସେ ମଲା ମୁର୍ଦାର ଜିନିଷ ସବୁ କାଚ କୁଆଡେ ଗଲା? କାଚ ମୁଁ ବାଡେଇକିରି ଭାଙ୍ଗିଛି। କଣ ପାଇଁ? ପୋକ ମାଡ ହେଲେ ବାରମ୍ବାର ଆଚ୍ଛା ଆତ୍ମହତ୍ୟା କଲେ। ଓ ଆମେ ଧର୍ମପୁରାଣ ଲୋକ ପୋକ ମରିବେ। ଓହୋ ଦୟା ଆସିଲା କାଚ ଖୋଲିଦେଲି, ପୋକ ଏ ବାଟେ ବସି ସେ ବାଟେ ବାହାରି ଯିବେ। ଭାରି ଦୟାଳୁ ଲୋକ। ଆଚ୍ଛା ଏ ନିଶ ନିଶ ଇଏ ରୁଆ ନିଶ। ରୁଆ ନିଶ ଦରକାର ପଡିଲେ ରୁଆ ହବ, ନ ଦରକାର ପଡିଲେ ନହେଲେ ପଡିଲେ ଧୁଆ ହବ। ଧୀରେ ବସ, ଶୀଘ୍ର ବୋଲ, ଶୀଘ୍ର ବୋଲ। ଏ ବାହିଣୀ ବୋଲ। ଲକ୍ଷେ ଟଙ୍କା ଝୁମୁକା ନନା ମୁଇ ତ ଲାଲ ପାଣ ପିବି ମୁଇ ତ ଲାଲ ପାଣ ପିବି କିଏ ହେବ ମୋ ଚିଡ଼ିଆ ଟିକା ସୁଲାବାୟାସି ମୁଇ ଗାଜରା କସି ସୁଲାବାୟାସି ମୁଇ ଗାଜରା କସି ଲକ୍ଷେ ଟଙ୍କା ମୋ ଝୁମୁକା ଅଭଦ୍ର ଠିଆ ହେଲ। କଣ କହୁନାହାନ୍ତି? ଆଚ୍ଛା ଭୁଲ ହେଲା। ଏଠିକି ହେଲ। ସିଏ ତ ନାଚୁଥିଲା, ତୁମେ ଉଠିକି ନାଚିଲ। ମୁଁ ଭଦ୍ରାମୀର ସହିତ କିଛି କହିଲେ ମୁଁ ଟିକେ ଚା ପିଇଲି। ଆଚ୍ଛା ମତେ କଣ ଧରିକି ଡେଇଁ ପଇଲ? ଏଇଟା କୋଉ ନାଚ? ସାରେ ମୁଁ ଭାବିଲି କଣ, ମୁଁ ଖୁଣ୍ଟ କୁଆଡେ ହେଲା, ମୁଁ ଡେଇଁ ପଇଲି। ଏଡେ ବଡ ସୂର୍ଯ୍ୟ ପୂଜା କମିଟି ହଜାର ହଜାର ଲୋକ ବସୁଛନ୍ତି, ଏତେ ଲକ୍ଷ ଶହ ଶହ ଖୁଣ୍ଟ ପୋତା ହେଇଛି। ଖୁଣ୍ଟ ବୋଲେ ମୁଁ ଆଜ୍ଞା ଖୁଣ୍ଟ ଭଳିଆ ଦେଖା ହଉଛି ଲୋ ମା? ନାଇଁ ପରା। ଏ ପାତନ ବାବୁ ସାରେ ତମକୁ ଖୁଣ୍ଟ ବାଗିଆ ଦେଖାଗଲେଣି? ମୋରି ଠାରୁ ପଇସା ନେଇ ଚଳୁଛ, ମତେ କହୁଛ ଖୁଣ୍ଟ? ନା ନା ଖୁଣ୍ଟ ନୁହେଁ, ମତେ ଡେଇଁ ପଇଲି ଖୁଣ୍ଟ ବୋଲିକି। ଯେମିତି ନରମ ଲାଗିଲା ଖସି ପଇଲି ଆଉ। ଖସି ପଇଲି। ବସ ଥିରେ ବସ। ହଉ ବୋଲ। ଚାନି ମୋର ନିଶା ଭରା ଜବାନି ମୋର ମଧୁ ଝରା ଚକା ଜନ ମୋ ଚେହେରା ସହଜନ ଦିଏ ଧରା ମୁହିଁ ତଲ ଟଣି ପାରା ମୋର ପଛେ କେତେ ଦିବାନା ମୋର ପଛେ କେତେ ଦିବାନା ହାୟ ହାୟ ମୋର ପଛେ କେତେ ଦିବାନା ଲହରୀ ଲତା ମୁଇ ଗଜମୁ କୁତା ଲହରୀ ଲତା ମୁଇ ଗଜମୁ କୁତା ଲହରୀ ଲତା ମୁଇ ଗଜମୁ କୁତା ହରି ଲତା
ଅଭଦ୍ରାମୀର ଚରମ ଶିଖରରେ ତୁମେ ପହଞ୍ଚି ଗଲେଣି। ସିଏ ବାଇଆଣୀ ମୋର ନାଚୁଥିଲା, ତାକୁ କଣ ଗୋଇଠା ମାରି ପକେଇଦେଲ ମୁଣ୍ଡରେ? ମୁଣ୍ଡରେ ପେଲେ ତମେ ମୁଣ୍ଡିଆ ମାଇଲ କାଇଁ, କଣ ହେଲା? ମୋ ଆଡକୁ ନାଚିଲା ଆଚ୍ଛା ପଛ ଆଡୁଆ ହଁ ମୁଁ ମୁଣ୍ଡରେ ମାଇଲି ମୁଣ୍ଡିଆ। ଏ ସମୀର ନା, ତାକୁ ଧର ଟିକେ ମେଡିକାଲ ଦିଅ, ମେଡିକାଲ ନବା, ମେଡିକାଲ ଦିଅ ତାକୁ। ଝିଅ ଉଠି ପାରିବୁ ଆଉ ଆଉ କଣ କରାଯିବ? ତମେ ନାଚିବାକୁ ତ ମୁଁ ତାକୁ ତ ମୁଁ ଉଠେଇଲି, ପାରିବି ନାହିଁ। ତାକୁ ତ ମୁଁ ଉଠେଇଲି। ମତେ ସିଏ ଉଠେଇ ନାଇଁ ସାରେ, ବର୍ତ୍ତମାନ ପଡିଲା, ତା ଟ୍ରିଟମେଣ୍ଟ କଣ କରିବାକୁ ପଡିବ ଆପଣ କୁହନ୍ତୁ? କଣ ହବ? ଆମ୍ବୁଲାନ୍ସ ଡାକେଇବା? ନା ନା ଆମର ଜାଣେ ଆଉ ତାର ବେଳେ ବେଳେ ଏମିତି হয় ବେଳେ ବେଳେ ହଏ। ଆଚ୍ଛା ସେ- ତା ଭଲ କେମିତି ହବ? ତା ରୋଗ ମୁଁ ଜାଣିଛି। ସେ ରୋଗଟା ସେ ଆଚ୍ଛା, ଜାଣିଛନ୍ତି ଆଉ। ରୋଗ ଭଲ କେମିତି ହବ ଦେଖୁନ। ଆଚ୍ଛା ସିଟି କଣ ହଉଛି? ମାନେ ତା ନାଡିଟା ଦେଖିବି ତ ଆରେ ନାଡିଟା ହାତରେ ନା ଗୋଡରେ? ବୁଝି ପାରୁନ ଗୋଡ଼ ନାଡ଼ି ଇଏ ଗୋଡ ନାଡି ଗୋଡ ନାଡି ଗୋଡ ନାଡି, ଶୀଘ୍ର ଦେଖି କୁହ। ଇଲା ବଉଲା ସାରେ ହଁ ତାକୁ କଲିଜା କୁର୍ମି ହେଇଯାଇଛି। ଇରେ ସିଏ କଣ ଗାଈ ନା ବଳଦ? ତା କହୁଛି କଳିଜା କରିବି। କିଏ ତାକୁ ଗୋରୁ ରୋଗ ହେଇଛି। ଗୋରୁ ରୋଗ ହେଇଛି, ତାମାନେ ପଶୁ ଡାକ୍ତର ଡାକିବାକୁ ପଡିବ। ନା ନା ନାଇଁ ଆଉ ମୁଁ ଦେଇଦେବି ଇଞ୍ଜେକ୍ସନ। ଓ ତୁମେ ଇଞ୍ଜେକ୍ସନ ଜାଣିଛ? ବଡର ପିଲା ଥବ ତମର ଗାଈ ଗୋରୁ କଥା। ଦେଇଦେବି ଆଉ। ହଉ ଦିଅ, ଶୀଘ୍ର ଦିଅ। ଏ ବାପା ମୋର 2 ଘଣ୍ଟା ପାଲା ହବା ଦରକାର, ଶୀଘ୍ର ସେ ତ ଠିଆ ହେଇଗଲା ଆପଣ ବ୍ୟସ୍ତ କାହିଁ? ଶୀଘ୍ର ଶୀଘ୍ର। ଶୀଘ୍ର କାମ ସାର। ଦେଖିଲ ନା ଅଧିକା ପଇସା ପଡିବ ହେଭି ଡୋଜ ଦେଇଦେବି। ଇରେ ଏଟା ଏଡେ ବଡ ସିରିଞ୍ଜ, ସେ ତାକୁ ଗୋରୁ ରୋଗ ହେଇଛି କି? ମାନେ ଗୋରୁ ରୋଗ ହେଇଥିବ, ଗୋରୁ ଇଞ୍ଜେକ୍ସନ ଦିଆହବ? ଇଞ୍ଜେକ୍ସନ ଗୋରୁ ରୋଗ ହେଇଛି ସେଇଆ ମୁଁ ଶୀଘ୍ର ଶୀଘ୍ର କାମ ସାର। ହେଭି ଡୋଜ ଦେଇଦେବି ଆଉ। ସେ ଏକାଥରେ ଠିଆ ହବ। ହଁ ହଁ ଠିଆ ହେଇ ଦୌଡ଼ିବ ଆଉ ନୁହଁ? ରହିଥା ମୁଁ ଦେଖେ ଛୁଟିଟାକୁ। ସାରଙ୍କ ଆଡକୁ ଦେଖିଲ ନାଇଁ ଠିକ ଅଛି। ସିଏ କଣ ନା ଏ ଯୋଉ ଏମିତି ଚପା ହେଲା କଣ ପାଇଁ? ଏଟା ଦେଶୀ କୋଉଠି ହାତ ପକେଇବ? ତା ଚୂଳରେ ହବ ଛୁଚି କରା କଣ ହବ? ସେ ତାକୁ ଭାବୁଛି କରୁ। ମତେ ଶୀଘ୍ର କାମ ସାର, ମତେ ସମୟ ନାହିଁ। କାହିଁ ବ୍ୟସ୍ତ ହଉଛି ଟିକେ ଖାଲି ଅଧିକ ସାର। ରୁକିନି ହବ କଣ ହବ ଆପଣ ଟିକେ ଥୟ ଏ ଭାଇ ଆଣି ଟିକେ ସମ୍ଭାଳି ତାକୁ। ଦଉଛି ମାମୁଁ ଘର ଆଡୁ କଣ ନା ଟିକେ ନିଶ୍ୱାସ ନେବୁ ଛାଡ଼ିବୁ। ଇଲା ବଉଲା ପିଲା ଲୋକ ଡରୁଛି ଆଉ ସାରେ ପିଲା ଲୋକ ଡରୁଛି ଆଉ। ସଇଲା ନା ନାଇଁ? ଯାଉଛି ପୁରା ଇଞ୍ଜେକ୍ସନ ନିଶ୍ୱାସ ନେ ଛାଡେ। ଶିରରେ ଯାଇଛି ବରଫ ବସିବ। ସେ କଣ ହଉଛି? ଇରେ ଇଞ୍ଜେକ୍ସନ ଟା ଦେଲା ପରେ ଟିକେ ତାକୁ କାଳେ ଏ ପାତନ ବାବୁ। ଇଏ କର, ତା ଗୋଡ ମାରୁଛି। ଡାକ୍ତର ମାନିବାକୁ ପଡିବ। ଆରେ ସେ ବ୍ରାହ୍ମଣ ଲୋକ। ସେ ବ୍ରାହ୍ମଣ ହଉ ଯାଉ। ଆଚ୍ଛା ତମେ ତ ପଚାରିଲ ସିଏ ଯୋଉ ଇଞ୍ଜେକ୍ସନ ଭଲ ଲାଗିଲା ନା ନାଇଁ? ଶୀଘ୍ର ମାନେ ଯେମିତି ଲାଗୁଥିଲା ସେମିତି ନା ଟିକେ ବାଗ ଲାଗୁଛି। ଏ ଟିକେ ଟିକେ ଭଲ ଲାଗୁଛି। ଟିକେ ଟିକେ ଭଲ ଲାଗୁଛି। ଇଞ୍ଜେକ୍ସନ ଇରେ ଇଏ ରୋଗୀ ସେ ଆକୁ ସେମିତି ଦରକାର। ଦେଖିଲ ଏତେ ଜଣେ ଛୁଚି ହେ ଆଉ 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 ଟିକେ ରହିଗଲା। ମୁଁ ଆଉ ନେବି ନାହିଁ। ପାଡି ପସା ତୁ ହିଁ ନେ। ଝିଅ ହେ, ସିଏ ତତେ ଭଲ କଲା, ତାକୁ ତୁ ଏମିତି ପାଡି ପସା ତୁ ହିଁ ନେ। ଚାଲ ତୁ ପ୍ରତାପ ବାବୁ ବସ। তুমি ପିଲା ଲୋକ ଡରୁଛି। ଡରୁଛି ତମ ବସ ବସ। ଆଉ ଗୋଟେ କାମ କରୁନାହାନ୍ତି ଲୋଡ ହେଇଥିଲା କଣ ରହିବା ଆପଣ ନେଇଯାଆନ୍ତୁ। ମୁଁ କାହିଁକି, ମୋର କଣ ହଉଛି? ତାକୁ ନିଜେ ନେଇଯାଅ। ଏ ପାତନ ବାବୁ, ତମେ ସାର କଣ ତମକୁ ଗୋରୁ ବାଗିଆ ଦେଖାଯାଉଛି? ଦେଖାଉଛି ପରା। ସିଏ ମତେ ଖୁଣ୍ଟ ଭଳିଆ ଦେଖାଲା, ଏବେ ଗୋରୁ ଭଳିଆ ଦେଖାଉଛି। ଆଉ ଟିକେ
ବାହାର କରିଦ ତୁ ଯା ଚାମର ମତେ ଦେ ଏ ବସ ଯାଇକିରି ତୋର ଆଉ ଅଛି ଶୀଘ୍ର ବୋଲ ଏ କେଇଟା ଟୋପି ଆଣିଛି ଦେଖିଲ ରଖ ସେ ଟୋପି ସବୁ किए मते लेके चिट्ठी किए मते मारे सिटी किए मागे मोठी कोणा किए कहे हेलो है किए कहे बाय बाय मोर पछे केते दीवाना हाय हाय मोर पछे केते दीवाना कुआली कली मुनियाली मली कुआरी कली मुनियारी मल्ली ए कुआली कली मुनियाली मली कुआरी कली मुनियारी मल्ली मन कन कन झुमुका मुई लालपन बीबी बमतलिया टिका मोला बीबी बमतरिया टिका लालपन बीबी बमतरिया टिका मोला मुई लालपन बीबी ए प्रताप बाबू अच्छा सी तो नाचुला तुम्हें ताकू टाणी भिड़िकी एत बट कौन पाई नेल इरे पोस्टाल कहीं जाऊच इरे भूत पोस्टाल चिट्ठी रेजिस्ट्री करा जाए सी सब रजिस्टर ऑफिस रे कोर्ट रे स्टिच करा जाए राति को पाहु मु तम दी जन को काम आग सारी हौ ए बाबू ए प्रताप बाबू र तुम्हें ए प्रताप बाबू शुण मंच छाड़ी जीवा अपराध रे तुमको दंड कान धरी मंच को आस कान धरिकी आस ये हाँ कहीं दी हाथ धर दी हाथ कहीं धर गोटे हाथ कहीं धर ढिला पेंट कहीं पिंधल कहा पेंट बापा पेंट कहीं पिंधल बापा पेंट कौन पे पिंधल तुम पेंट कौन गला हाँ अच्छा बापा पेंट तुम कहीं पिंधल ଆମର ଗୋଟାଏ ପେଣ୍ଟ ମାନେ ତମ ବାପ ପୁଅଙ୍କର ଗୋଟାଏ ପେଣ୍ଟ ତୁମେ ବାପା ପେଣ୍ଟ ପିନ୍ଧି ଆଇଲ ତମ ବାପା ଏବେ କୋଉଠି ଘରେ ଥିବେ ଆଚ୍ଛା ତମ ବାପା ଯୁଆଡେ ବାହାରକୁ ଯାଆନ୍ତି ତୁମେ ମୁଁ ଘରେ ରହେ ଆଚ୍ଛା ନିଲଜ ତମ ଘରେ କଣ ସେ ପେଣ୍ଟ ସଫା ହୁଏନି ସବାଏ ଯୋଉଦିନ ସଫା ହୁଏ ସେଦିନ ଆମେ ମାନେ ବାପ ପୁଅ ରହିଲୁ ଘରେ ଓହୋ ମାନିବାକୁ ପଡିବ ଏ ଭାଇ ଏ ଭାଇ ଆଣି ଆସୁନୁ ସିଏ ମତେ ଡାକିକିରି ଆଣିଛନ୍ତି ମୁଁ ଡାକିଲେ ସେ ଯିବି ସିଏ କିଏ ବା ସିଏ କଣ ଡାକି ନେଇଛି ସିଏ ଆମର ତମ ଦି ଜଣଙ୍କର ପଇସା କାଟିବି ଏଇଟା କଥାକୁ ଆଚ୍ଛା ଆସୁନ ଆସ କହୁନ କୁହ ଆସୁନ ଆସ କଣ କହୁନ କୁହ ଆସୁନ ଆସ କଣ କହୁନ କୁହ ଆସୁନ ଆସ କଣ କହୁନ କୁହ ଆସୁନ ତୋର ମୋର ଭାବ କିଏ ବା କାଉ ବୁଝିବ ଆମ ଭିତରେ ଥାଉ ତୁ ଦେଢ଼ଶୁର ମୁଁ ଭାଇ ବୋଉ ତୁ ଦେଢ଼ଶୁର ମୁଁ ଭାଇ ବୋଉ ତୋର ମୋର ଭାବ କିଏ ବା କାଉ ବୁଝିବ ଆମ ଭିତରେ ଥାଉ ତୁ ମୋର ଟିଉ ମୁଁ ତୋର ଚାଲାର ତୁ ମୋର ଟିଉ ମୁଁ ତୋର ଚାଲାର ସାବି ସାବି ତୁ ତମର ନାଲି ପାନ ବୃଦ୍ଧ ନୀଳ ଠାଟି ସାବି ସାବି ତୁ ତମର ନାଲି ହେଲା ଦିନ ଏଇ ସାରୁ ସତୀ ସାବି ମୁଁ ତ ତୋର ନାଲି ପାନ ବିବି ସାବି ସାବି ମୁଁ ତ ତୋର ନାଲି ପାନ ବିବି ଲାଗେ ମୋ ଘର ଉଜୁଡା ବାପା ମୋ ଶ୍ୱଶୁର ବୁଢା ଲାଗେ ମୋ ଘର ଉଜୁଡା ତୋ ବାପା ମୋ ଶ୍ୱଶୁର
ତେଣେ ବାୟୁ ଆମେ କେମିତି କଣ ହଉଛି ପଇସା ଦେବି ମୁଁ ସିଏ ବୋଲିବେ ଗୀତ ତ ବଜେଇବ ଯା ବଦମାସ ଗାୟକ ସିଏ ଗୀତ ବୋଲିବେ ବାଜେ ଗୀତ ଇଏ ତାକୁ ବଜେଇବ ତମର ତାଙ୍କର କଣ କନେକ୍ସନ ଅଛି କି दर्शक बंधु आमर ये कार्यक्रमटी आपण मानकु केमिति लगिला आउरी नुआ नुआ भजन एवं कॉमेडी देखिया पई आमर चैनल को लाइक शेयर सब्सक्राइब करिया पई भूलिए नहीं। रहूची नमस्कार।